ଆଚ୍ଛା ପିଲାମାନେ, ଆଜି ଶୁଣିବା ଠେକୁଆ ଓ କଇଁଛ ଗପ। ଜଙ୍ଗଲର ସବୁ ପ୍ରାଣୀ ମିଶି ଠେକୁଆ ଓ କଇଁଛ ମଧ୍ୟରେ ଗୋଟେ ପ୍ରତିଯୋଗିତା କଲେ। ସେ ପ୍ରତିଯୋଗିତାର ନାଁ ହେଲା ଗଣଦୌଡ଼। ଆଉ ସେଇ ପ୍ରତିଯୋଗିତାର ନିୟମ ହେଲା ଯେ ସର୍ବପ୍ରଥମେ ଦୌଡ଼ିକି ଯିବ ସିଏ ପ୍ରଥମେ ହବ। ଗୋଟିଏ ଜଙ୍ଗଲରେ ଗୋଟିଏ ସୁନ୍ଦର ଠେକୁଆ ରହୁଥିଲା ଓ ଧୀର ଗତିର ଗୋଟେ କଇଁଛ ରହୁଥିଲା। ଠେକୁଆ ନିଜ ଦୌଡ଼ ଗତିର ଗର୍ବ କରୁଥିଲା। ସେ କହିଲା, ମୁଁ ତ ଖୁବ୍ ଶୀଘ୍ର ଦୌଡ଼ି ପାରିବି, ତୁମେ ମୋତେ କେମିତି ହରାଇବ? କଇଁଛ ଶାନ୍ତ ଭାବେ କହିଲା, ଚେଷ୍ଟା କରି ଦେଖ, ଦେଖିବା କିଏ ଜିତେ। ଦୌଡ଼ ଆରମ୍ଭ ହେଲା। ଠେକୁଆର ଗତି ତ ବହୁତ ଜୋରେ। ଠେକୁଆ ଆଗକୁ ଧାଇଁ ଚାଲିଲା। କଇଁଛ ବହୁତ ପଛରେ ପଡ଼ିଗଲା। କିଛି ସମୟ ପରେ ଠେକୁଆ ଭାବିଲା, କଇଁଛ ତ ବହୁତ ଦୂରେ ଅଛି, ସେ ମୋଠୁ କମ୍ ଗତିରେ ଚାଲୁଛି। ମୁଁ ଯାଏ ଏଇ ଗଛ ମୂଳେ ଟିକେ ଶୋଇପଡ଼େ। ଠେକୁଆ ଗଛ ତଳେ ଘୁମିଗଲା। ଏପଟେ କଇଁଛ ରୋକିଲା ନାହିଁ। ଧୀରେ ଧୀରେ ଚାଲି ଚାଲି ତାର ଲକ୍ଷ୍ୟରେ ପହଞ୍ଚିଗଲା। ଠେକୁଆ ଘୁମରି ଉଠି ଦେଖିଲା ବେଳକୁ କଇଁଛ ବହୁତ ଆଗକୁ ପଳେଇଛି। ଠେକୁଆ ସମସ୍ତଙ୍କ ଆଗରେ ଲଜ୍ଜିତ ହେଲା। କଇଁଛ କହିଲା, ଧୀରେ ଧୀରେ ଲାଗି ରହିଲେ ଜିତିବା ତ ନିଶ୍ଚୟ ହେବ। ଏଥିରେ ଆମେ ନୀତିବାଣୀ ଶୁଣିଲେ ଧୀର ଓ ନିୟମ ପରିଶ୍ରମ ଜୟ ଦିଏ।